ପୂର୍ବତନ ବିଧାୟକର କେଉଁଠି ଫାର୍ମ ହାଉସ୍ ଅଛି, କେଉଁଠି ଭୋଜି ହେଉଛି, ମୁଁ ଏଇଟା ଆପଣଙ୍କୁ ଶୁଣିଲି, ମୁଁ ବି ସୋସିଆଲ ମିଡ଼ିଆରେ ଦେଖିଲି ଏବଂ ବିଗତ ଦିନରେ ସେଠି ଲୋକ ମର୍ଡ଼ର ବି ହେଇଥିଲେ। ବିଗତ 2 ମାସ ତଳେ ସେଠି ତା ଭିତରେ ମୃତ୍ୟୁ ଡେଡ୍ ବଡ଼ି ବାହାରିଥିଲେ, ଲୋକ ମର୍ଡ଼ର ବି ହେଇଯାଇଥିଲେ। ସେତେବେଳେ ସେ ଥାନା ପାଖକୁ ତ ଯାଇନଥିଲେ, ସେଥିରେ ତ ଆପଣ ନ୍ୟୁଜ୍ ବାଜିଥିଲା ସମସ୍ତଙ୍କର, ତାହେଲେ ଆପଣମାନେ ବି ଭୁଲି ଯାଉଥିବେ। ମୁଁ ସେ ଉପରେ ଜ୍ଞାତ ନୁହେଁ କାହିଁକି ସେ ଭୋଜି କରୁଥିଲେ, ତାଙ୍କର କେଉଁଠି ଫାର୍ମ ହାଉସ୍ ଅଛି ଏବଂ କାହିଁକି ସେଠି ଗଣ୍ଡଗୋଳ ହେଲା ଏବଂ ସିଏ କ'ଣ ପାଇଁ କରିଥିଲେ। ମୁଁ ସେ ଜିନିଷ ମୁଁ ଯେତେବେଳେ ଦେଖିଲି ସୋସିଆଲ ମିଡ଼ିଆରେ ଜଣେ ବ୍ୟକ୍ତି ତାକୁ ଟାଣିକି ଫାଷ୍ଟ ମାରିଲେ, ତାର ମୁଣ୍ଡ ଫାଟିଲା, ସିଏ ଗଲା ଏଫଆଇଆର୍ ଦେଲା, ତା ଭିତରେ ସିଏ ଯେତେବେଳେ ଡାକିଛନ୍ତି ଇଏ ତାଙ୍କ ଭିତରେ ଦସ୍ତାବେଜ ହେଇଛି, ତ ମିଶାମିଶି ଭିତରେ ତାଙ୍କର ଯେତେବେଳେ ଗଣ୍ଡଗୋଳ ହେଇଛି, ଆଇନ ତା ବିଷୟରେ କାମ କରିବ, ଯେଉଁମାନେ ଦୋଷୀ ନିଶ୍ଚୟ ଆରେଷ୍ଟ ହେବେ। ଥାନା ଅଛି, ଧର୍ମଶାଳା ଥାନା, ଜେନାପୁର ଥାନା, ଥାନା ପାଖରେ ବସ, ଯଦି ନ୍ୟାୟ ନ୍ୟାୟ ପାଉଛି, ଯାଜପୁର ଆରକ୍ଷୀ ଅଧିକାରୀ ଏସ୍ପି ସେଇଠି ବସ। ଏ ଡିଜି ଅଫିସ୍ ପାଖରେ ବସିକି ଯାତ୍ରା କରି ଏସବୁ କରିବା, ଏଗୁଡ଼ା ସବୁ କେବଳ ଭଣ୍ଡାମି, ପାଗଳାମି, ବାଚାଳାମି।